बंधु नमस्कार। आपण मकर संक्रांति पालन कले तो आउ नवांक बेड़ा बुलिले कहीं कहीं आपण नव अंक नवांक बेड़ा परिक्रम करे जे आमको आमर पूर्व पुरुष जहाँ जहाँ बतई दे गले आम जेजे जेजेंकर बापा जहाँ जहाँ करुले से क्रम जेजे कले बापा कले आम करुचे आम पुओ नाती एमती करेंगे। कारण कौन से माने ही आमको बाट बतई दे गले जे आम मंगल आमर पितृपुरुषगण सर्वविध सुविधा कर जाइछन्ति। जो पितृपुरुष मानकर दिव्य गति हेनी से माने कौन किसी भूल काम करी एपर्यंत स्वर्गर द्वार देखि नांती से मानक मुक्ति दवा पाई आमे एई बेढ़ा परिक्रम कले मकर संक्रांति। मकर संक्रांति रे आमे प्रभुंको चारिपटरे 9 थर बुलिवा बुझिपारे तो कहीं जानते आउ कथा जे एटा हूँ प्रकृत में मकर संक्रांति हूँ वर्षर प्रथम दिन आम जहाँ कहे हैप्पी न्यू ईयर शुभ दिन कहीं कहले ना सूर्य सकल शक्तिर आधार सकल तेज आलोक पुंज समस्त ज्योति से विकिरण करती प्रदान करती से थिले दक्षिण रे मकर संक्रांति ठारू से उत्तरायण हेले उत्तर अयर यात्रा कले तेणु सूर्य को मध्य सम्मानित कले आमे अर्घ्य दे। आ गोटे कथा माँ जाइथिला मामू घर को धनु संक्रांति रे आउ मकर संक्रांति रे माँ मामू घर फेरिला माँ बोले लक्ष्मी जाइथिले वरुणालय भार नहीं फेरले सी आनी मकर चाउल भोग हला प्रभु को जगन्नाथ को जे मुटिके विश्राम नहीं फेरी एणिकी श्रीमंदिर समस्त दायित्व मोर एमती बहु कथा नहीं बहु चिंता नहीं आम परा मकर संक्रांति पालन कले हेले जो मकर राशि की रवि गले बुध जीवे से मकर थाई रवि बुध आज आलोच्य राशि मेष को केते कल्याण कले मेष राशि जानुआरी 14 रु फेब्रुआरी 12 जाए केते भल केते मंद फल मिलिबो आसंतु आज आम ए विषय एक दीर्घ संदर्भ पाठ करिबा। मेष राशि रे जो माने एबे अवस्थान करुछंती से माने समस्ते मोर भाई बंधु कुटुंब तेणु समस्तंकर मंगल हो ये 25 मसीहा समस्त को पूर्ण शुभफल देव यही कामना करी मो आजिर कार्यक्रम आरंभ करुच्ची। बंधु एबे वृषरे रोहिणी नक्षत्र रे बृहस्पति मेष द्वितीय जीवे द्वितीय धनधान्य भोगी जीव बोलते बृहस्पति बृहस्पति द्वितीय हेले नाना विध धन और धान्य मिले धन धान्य धन तो आप जानते सुना रूपा हीरा लीलामती माणिक्य टंका पैसा गोरु गाई जमी बाड़ी इत्यादि धान्य कौन ना शस्य
ଧାନ, ମୁଗ, ବିରି, କୋଳଥ, ମାଣ୍ଡିଆ, ନଳିତା, କନ୍ଦମୂଳ, ଆଳୁ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ମାନେ ଫସଲ ଭଲ ହବ, ରୋଜଗାର ଭଲ ହବ। ବୃହସ୍ପତି ଦ୍ୱିତୀୟସ୍ଥ ହେଲେ। ଆଚ୍ଛା, ଏବେ କେତୁ ଅଛନ୍ତି କନ୍ୟାରେ, ମେଷ ପାଇଁ ଷଷ୍ଠ କେତୁ ଅଜାଡ଼ି ଦିଅନ୍ତି ସୁଖ। ହଁ, ଯାହାର ଯାହା ଦୁଃଖ ଥାଏ ଷଷ୍ଠ କେତୁ ତାକୁ ହରଣ କରନ୍ତି। ଶନି କୁମ୍ଭରେ, ମେଷ ପାଇଁ ଏକାଦଶ, କୁମ୍ଭ ପୁଣି ତାଙ୍କର ମୂଳ ତ୍ରିକୋଣ। ଅବଶ୍ୟ ସିଏ ଏବେ ଯାତ୍ରାଭିମୁଖୀ, ତଥାପି ମେଷ ରାଶିକୁ କଲ୍ୟାଣ କରିବେ ନା। ରବି ମକରରେ, ଦଶମ ରବି କ'ଣ କରନ୍ତି ନା କର୍ମକ୍ଷେତ୍ରରେ, ଯିଏ ଯେଉଁ କର୍ମ କରନ୍ତି, ମୁଁ ଜଣେ କୃଷକ, ମୋର କର୍ମକ୍ଷେତ୍ର କୃଷି କ୍ଷେତ୍ର। ମୁଁ ଜଣେ ଶିକ୍ଷକ, ମୋ କର୍ମକ୍ଷେତ୍ର ବିଦ୍ୟାଳୟ। ସେମିତି ଆପଣ ଜଣେ ଓକିଲ, ଆପଣଙ୍କର କର୍ମକ୍ଷେତ୍ର ହେଲା କୋର୍ଟ। ସେଇଭଳି ଚିକିତ୍ସାଳୟରେ ଡାକ୍ତର, ସୀମାନ୍ତରେ ସୈନିକ, ଯିଏ ଯେଉଁ କର୍ମ କରୁଛନ୍ତି ସେ କର୍ମରେ ତାଙ୍କର ବିଜୟୀ ହେବ। ଭଲ ଚିନ୍ତା ମୁଣ୍ଡକୁ ଆସିବ, ଭଲ କାମ କରିବେ, ସମସ୍ତେ ପ୍ରଶଂସା କରିବେ। ପ୍ରଶଂସନୀୟ କର୍ମ କରି ମେଷ ରାଶିର ବନ୍ଧୁ ଜୀବନକୁ ବିକଶିତ କରିବେ। 2 ଦିନ ପାଇଁ ବୁଧ ଯିବେ, ତାପରେ ମାସ ସରିଯିବ। ଅର୍ଥାତ୍ ବୁଧ ବି ଦଶମ ହେଲେ କିଛି ଦେବେ। ବୁଧ କିନ୍ତୁ ଏବେ ଧନୁରେ ନବମରେ, ସିଏ ଭଲ ଫଳ ଦେବେନି, ରୋଗ ବ୍ୟାଧି ଦେବେ, ଶତ୍ରୁ ବୃଦ୍ଧି କରିବେ। ରାହୁ ଦ୍ୱାଦଶରେ ଗୁଡ଼ାଏ ବ୍ୟୟ କରିବେ। ମଙ୍ଗଳ ଚତୁର୍ଥରେ, ମୁଣ୍ଡକୁ ଦୁଶ୍ଚିନ୍ତା ଆସିବ। ଏମିତି ବହୁତ ଭଲ ଫଳ, ଅଳ୍ପ କିଛି ମନ୍ଦ ଫଳ ଦେଇ ଇଏ ମାସ ପୁଣି ପଳେଇଯିବ। ଆସନ୍ତୁ ଦେଖିବା ଭଲ ମନ୍ଦ କ'ଣ ଲେଖା ହେଇଛି, ମୁଖ୍ୟ ସମ୍ବାଦ କ'ଣ ଅଛି। ମୁଖ୍ୟ ସମ୍ବାଦ ଭିତରେ ମକରସ୍ଥ ରବି ମେଷ ପାଇଁ ଦଶମ, ନାନାବିଧ ସୁଖର କାରଣ। 11/2 ବୁଧ ବି ଦଶମ ହେବେ, ସର୍ବ ସୁଖ ଦେବେ। ମାତ୍ର ଜାନୁଆରୀ 14 ଫେବୃଆରୀ 10 ଯାଏ ବୁଧ ନବମ, ଯାହା ଯୋଗୁ ରୋଗ ବୃଦ୍ଧି ହେବ, ଦୁଃସମୟ ଆସିବ। ମଙ୍ଗଳ କର୍କଟରେ ନିଚରେ ଚତୁର୍ଥ, ତେଣୁ ଶତ୍ରୁ ବୃଦ୍ଧି ହେବ, ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ବୃଷସ୍ଥ ଗୁରୁ ଦ୍ୱିତୀୟ, ଏଣୁ ଧନ ଧାନ୍ୟ ବୃଦ୍ଧି ହେବ। କୁମ୍ଭସ୍ଥ ଶୁକ୍ର ଏକାଦଶ, ଶୁକ୍ର ଏକାଦଶ ହେଲେ ଗୋଚରରେ ଦୁଃଖ ପରେ ଦୁଃଖ ମାଡ଼ି ଆସେ। ଶନି କୁମ୍ଭସ୍ଥ ଏକାଦଶସ୍ଥ ହେତୁ ଶୁଭ ଫଳ ନିଶ୍ଚୟ ମିଳିବ। ରାହୁ ମୀନସ୍ଥ ହେତୁ ଦ୍ୱାଦଶରେ, ଏଣୁ ବ୍ୟୟ ବୃଦ୍ଧି ନିଶ୍ଚୟ ହେବ। କନ୍ୟାଗତ ହେତୁ କେତୁ ଷଷ୍ଠସ୍ଥ, ସେ ନାନାବିଧ ସୁଖ ଦେବେ। ସେ ଗଲା ମୁଖ୍ୟ ସମ୍ବାଦ। ଟିକେ ଆଲୋଚନା କଲି, ଟିକେ କହିଲି। ଏବେ ସମ୍ପୂର୍ଣ୍ଣ ସମ୍ବାଦ ଶୁଣିବା। ମେଷ ରାଶି ପାଇଁ ଏ ମାସ ଅତି ଅଧିକ ସୁଖ ଫଳ ପ୍ରଦାନ କରିବ। ମେଷ ରାଶି ପାଇଁ ଏ ମାସ ସର୍ବବିଧ ସୁଖ, ମାନେ 80% ସୁଖ ପାଇବେ ମେଷ ରାଶି ଏ ମାସରେ। କାରଣ ଦ୍ୱିତୀୟ ଗୁରୁ, ଷଷ୍ଠ କେତୁ, ଦଶମ ରବି, ଏକାଦଶ ଶନି ଓ ଅଳ୍ପ ଦିନ ପାଇଁ ଦଶମ ବୁଧ। ଏଥିପାଇଁ, ଏଇ ସୁଖ ପାଇଁ, ଏଇ ଆନନ୍ଦ ପାଇଁ ଏଇ ଗ୍ରହମାନେ ସହଯୋଗ କରିବେ। ମାତ୍ର ସମସ୍ତ ମେଷ ରାଶି ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଏ ଶୁଭ ଫଳ ମିଳିବନି। ଯେ ଯାହାର ମେଷ ରାଶି ସେ କ'ଣ ଏ ଫଳ ପାଇପାରିବେ? ସମସ୍ତଙ୍କର ଜନ୍ମ କ'ଣ ଏକ ସମୟରେ? ସମସ୍ତଙ୍କ ଜାତକରେ କ'ଣ ଦ୍ୱିତୀୟରେ ବୃହସ୍ପତି
ଦଶମରେ ରବି, ଏକାଦଶରେ ଶନି, ଷଷ୍ଠରେ କେତୁ ଅଛନ୍ତି ନା, ନାହାନ୍ତି ନା। ତେଣୁ ସମସ୍ତଙ୍କ ଜାତକ ଭିନ୍ନ ଭିନ୍ନ, ଯେଣୁ ସମସ୍ତଙ୍କ ଜାତକ ଭିନ୍ନ ଭିନ୍ନ, ଜନ୍ମ ସମୟ ମଧ୍ୟ ଭିନ୍ନ ଭିନ୍ନ, ତେଣୁ ସମସ୍ତେ ଭିନ୍ନ ଭିନ୍ନ ଫଳ ପାଇବେ। ଯେଉଁମାନଙ୍କର ଜାତକରେ ଏଇ ଯୋଗ ଥିବ, ମାନେ ଦ୍ୱିତୀୟରେ ବୃହସ୍ପତି ଥିବେ, ମେଷ ରାଶି ହେଇଥିବ, ଦ୍ୱିତୀୟରେ ବୃହସ୍ପତି ଥିବେ, ମେଷ ରାଶି ହେଇଥିବ, ଷଷ୍ଠରେ କେତୁ ଥିବେ, ମେଷ ରାଶି ହେଇଥିବ, ଦଶମରେ ରବି ଥିବେ, ବୁଧ ଥିବେ, ମେଷ ରାଶି ହେଇଥିବ, ଏକାଦଶରେ ଶନି ଥିବେ, ତାହେଲେ ସେଇମାନେ ହିଁ ଶୁଭଫଳ ପ୍ରଚୁର ପାଇବେ। ତେଣୁ ଆଗ ଆମେ ଦେଖିବା ଆମ ଜାତକରେ ଗ୍ରହମାନଙ୍କର ସ୍ଥିତି କ'ଣ କ'ଣ ଅଛି। ଗ୍ରହ ଜାତକରେ ଯେଉଁଠି ଯେଉଁ ଅବସ୍ଥାରେ ଥିବେ ସେମାନେ ଶୁଭଫଳ ଦେବେ। ଯଦି ବୃହସ୍ପତି ଜାତକରେ କର୍କଟରେ, ସିଂହରେ, ବିଛାରେ, ଧନୁରେ, ମୀନରେ, ମେଷରେ, ତାହେଲେ ବୃହସ୍ପତି ଭଲ ଫଳ ଦେବେ। ସେଇଭଳି କେତୁ ଯଦି ରହିଯିବେ ଏଇଭଳି ଧରେ ମେଷରେ, ମୀନରେ, ଧନୁରେ, କର୍କଟରେ, ସିଂହରେ ଥିବେ, କେତୁ ବି ଭଲ ଫଳ ଦେବେ। ଶନି ଯଦି କୁମ୍ଭରେ, ମକରରେ, ତୁଳାରେ ଥିବେ, ଭଲ ଫଳ ଦେବେ। ବୁଝାପଡ଼ିଲା କଥା। ଜାତକର ଗ୍ରହମାନଙ୍କୁ ନେଇ ଆପଣ ପ୍ରଥମେ ଚିନ୍ତା କରିବେ। କାଲି କହିଥିଲି ନା, ଆଗେ ଆପଣଙ୍କର କୋଷ୍ଠୀ ଚକ୍ରକୁ ଘୋଷି ଦିଅନ୍ତୁ କେଉଁ ଗ୍ରହ କେଉଁଠି ଅଛନ୍ତି, ଆଉ ଏବେ କେଉଁ ମହାଦଶାର କେଉଁ ଅନ୍ତର୍ଗ ଚାଲିଛି, ସେ ହିଁ ମୁଖ୍ୟ। ବୁଝିହେଲା? ଆଉ ଟିକେ ଯିବା। ତେଣୁ ଏମାନେ ସମସ୍ତେ ଶତକଡ଼ା 100 ଶୁଭଫଳ ପାଇବେ, ଆଉ ଏ ସମସ୍ତ ଗ୍ରହ କଲ୍ୟାଣ କରିବେ। ଯେଉଁମାନଙ୍କର ଯୋଗ ନାହିଁ ସେମାନେ ଅଳ୍ପେ ବହୁତେ ଶୁଭଫଳ ପାଇବେ। ନବମସ୍ଥ ବୁଦ୍ଧଙ୍କ ପାଇଁ, ଧନୁରେ ବୁଦ୍ଧ ଅଛନ୍ତି, ନବମସ୍ଥ ବୁଦ୍ଧଙ୍କ ପାଇଁ ରୋଗ, ଏକାଦଶ ଶୁକ୍ରଙ୍କ ପାଇଁ ଦୁଃଖ ଓ ଦ୍ୱାଦଶସ୍ଥ ରାହୁଙ୍କ ପାଇଁ ବିଭ୍ରାଟ ହେବ। ଯଦି ରାହୁ ଜାତକରେ ମୀନରେ, ମଙ୍ଗଳ କର୍କଟରେ, ଶୁକ୍ର କୁମ୍ଭରେ ଅଛନ୍ତି, ତାହେଲେ ଦୁଃଖ ନିଶ୍ଚୟ ଆସିବ। ସମସ୍ତ ମେଷ ରାଶିଙ୍କ ପାଇଁ ଶୁଭଫଳ ଯଥେଷ୍ଟ ବେଶୀ ମିଳିବ, ଅଶୁଭ ଫଳ କମ୍ ମିଳିବ। ଧନ ବଢ଼ିଲେ ଶତ୍ରୁ ବଢ଼ିବେ, ଏହି ଶତ୍ରୁଙ୍କୁ ଚତୁର୍ଥସ୍ଥ ମଙ୍ଗଳ ଉତ୍ସାହିତ କରିବେ। ଯେହେତୁ ନିଚରେ ଅଛନ୍ତି ମଙ୍ଗଳ ଚତୁର୍ଥସ୍ଥ, ତେଣୁ ତାଙ୍କ ମୁଣ୍ଡକୁ କେବେ ସଦ୍ବୁଦ୍ଧି ଆସିବନି। ସେ ଏଇ ଶତ୍ରୁମାନଙ୍କୁ ଉତ୍ସାହିତ କରିବେ। ଆଉ ଆମର ଶତ୍ରୁ କିଏ? ଆମ ଈର୍ଷା, ଆମ ହିଂସା, ଆମ ପରଶ୍ରୀକାତରତା, ଯିଏକି ଆମ ସହ ଖାଇ ପିଇ ବଢ଼ୁଛି। ଆମେ ଯଦି ଈର୍ଷା, ହିଂସା ଓ ପରଶ୍ରୀକାତରତାକୁ ଦୂରେଇ ଦେବା, ଆମର କେହି କିଛି କ୍ଷତି କରିପାରିବେନି। ମହାଭାରତର ଏଇ ବାଣୀକି ମନେ ରଖିବା, ପରୋପକାରମ୍ ସ୍ୱର୍ଗାୟ ନର୍କାୟ ପରପୀଡ଼ନମ୍। ମଙ୍ଗଳ କର୍କଟରେ ଥିଲେ ବି କିଛି କ୍ଷତି କରିପାରିବେନି। ମୀନ ଦ୍ୱାଦଶରେ ଥିଲେ, ମୀନରେ ଦ୍ୱାଦଶରେ ରାହୁ ଥିଲେ ବି କିଛି କ୍ଷତି କରିପାରିବେନି। କେବଳ ପ୍ରତି ଲୋକକୁ ଯେଉଁ ସୁଖ କି ଦୁଃଖ ମିଳୁଛି ତାର କର୍ମ ପାଇଁ। ଏଥିପାଇଁ ତ ଶ୍ରୀକୃଷ୍ଣ କହିଲେ ମନୁଷ୍ୟମାନଙ୍କର ପ୍ରତିନିଧି ଅର୍ଜୁନଙ୍କୁ, କର୍ମଣ୍ୟେବାଧିକାରସ୍ତେ, କର୍ମରେ ହିଁ ଆମ ଅଧିକାର ଅଛି। କର୍ମଣି ଏବ ଅଧିକାରସ୍ତେ, କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ବନ୍ଧୁ, ଆମେ ଭାବିଚିନ୍ତି ଯଦି ସତ୍କାର୍ଯ୍ୟ କରିବା, ସଚିନ୍ତା କରିବା, ତାହେଲେ କୌଣସି ଗ୍ରହ ଆମର କିଛି କ୍ଷତି କରିପାରିବେନି। ଦେଖିବା କ'ଣ ହେଲା, ଆପଣ ଗୋଟେ ବଢ଼ିଆ। ଶତ୍ରୁ ଓ ରୋଗର ଦମନ ପାଇଁ ଯେଉଁ ବ୍ୟୟ ହେବ ସେ ସମସ୍ତ ସଂଯୋଜନା କରିବେ। ମୀନସ୍ଥ ରାହୁ ବିଭ୍ରାଟ କରିବେ ଶୁଭଫଳ ମଧ୍ୟରେ। କୃଷି, ବ୍ୟବସାୟ, ବୃତ୍ତି, ବ୍ୟବସାୟରୁ
ଯିଏ ଯେଉଁ କାମ କରୁଛନ୍ତି, ଯେଉଁ ଯେଉଁ କର୍ମ ମାଧ୍ୟମରେ ଅର୍ଥ ରୋଜଗାର କରୁଥିବେ, ସେ ସମସ୍ତ ବୃତ୍ତିର ଉନ୍ନତି ନିଶ୍ଚୟ ହେବ, ଲାଭ ପ୍ରବଳ ହେବ। ସମସ୍ତ କ୍ଷେତ୍ରରୁ ସମ୍ମାନ, କର୍ମ କ୍ଷେତ୍ରରୁ ସମ୍ମାନ, ସୁଖ ଓ ଅର୍ଥ ଲାଭ କରିବେ। ଆଉ ଆୟ ପ୍ରଚୁର ହେବ। ଅସଜଡ଼ା ତଥା ଉଜୁଡ଼ା କାମ, ଘର, ବ୍ୟବସାୟ ସଜାଡ଼ି ହୋଇଯିବ। ଅକସ୍ମାତ୍ ଅର୍ଥ ଲାଭ ଘଟି ପରିବାର ପାଇଁ ଶୁଭ ଖବର ଆସିବ। ଲଟେରୀ ଉଠିଯାଇପାରେ ଓ ଏରିୟର ଯାହା ବାକି ଥିବ ବା ବୋନସ୍ ଯାହା ମିଳିବା ପାଇଁ ଥିବ ତାହା ସବୁ ମିଳିଯିବ। ସେଥିରେ ଆପଣଙ୍କୁ ଅନେକ 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 ଆନନ୍ଦ ମିଳିବ। ପରିବାରର ଆବାଳ ବୃଦ୍ଧ ବନିତା ମେଷ ରାଶିଆଙ୍କ ପ୍ରତି ସାଧୁ ବ୍ୟବହାର କରିବେ। ପରିବାରରେ ଉତ୍ସବର ପରିବେଶ ସୃଷ୍ଟି ହେବ। ବିବାହ ଯୋଗ୍ୟ ଯୁବ ଶ୍ରେଣୀଙ୍କର ମନଲାଖି ଜୀବନସାଥୀ ମିଳିଯିବ। ପୁଅ ପାଇଁ ଭଲ ଝିଅ, ଝିଅ ପାଇଁ ଭଲ ପୁଅ ମିଳିଯିବ, ଯିଏ ଯାହା ଖୋଜୁଥିବେ। ଚାକିରିଆ ମାନଙ୍କୁ ଚାକିରି ମିଳିଯିବ। କର୍ମୀମାନଙ୍କୁ ସୁକର୍ମ ମିଳିଯିବ। କର୍ମ କ୍ଷେତ୍ରର ବିକାଶ ହେବ। ଓକିଲ, ଡାକ୍ତର, ବଣିଆ, ଶିକ୍ଷକ, ବଣିକ ତଥା କମ୍ପାନୀର ମାଲିକମାନଙ୍କ ପାଇଁ ଏ ମାସଟି ଏକ ସୁବର୍ଣ୍ଣ ମାସ। ଏମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ସନ୍ତାନ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ହେତୁ ମା ମାନେ ବହୁତ ଖୁସି ହେବେ। ସ୍ୱାମୀଙ୍କର ସୁଖ ହେତୁ ପତ୍ନୀଗଣ ଆନନ୍ଦିତ ହେବେ। ଭାଇର ଶାନ୍ତି ଦେଖି ଭଉଣୀମାନେ ଉଛୁଳି ପଡ଼ିବେ, ଆନନ୍ଦିତ ହେବେ। ଏବଂ ସମସ୍ତ ମା, ସମସ୍ତ ପତ୍ନୀ, ସମସ୍ତ ଭଗ୍ନୀ, ମୋଟାମୋଟି ସମସ୍ତ ନାରୀ, ଆବାଳ ବୃଦ୍ଧ ବନିତା ଯେତେ ନାରୀ ଅଛନ୍ତି ସମସ୍ତଙ୍କ ପାଇଁ ଏକ ଆନନ୍ଦର ଭେଟି ଦେବ ଏ ମାସ। ବନ୍ଧୁ, ସେମାନେ ଦାନ ଧର୍ମ କରି ଆନନ୍ଦିତ ହେବେ। ରହିଲି ବନ୍ଧୁ, ନମସ୍କାର।